এতে ঝাঁকি শুনো হায় রে জীবন, হায় রে জীবন, হায় রে জীবন, হায় রে জীবন। ମହାବାତ୍ୟା ସମୟରେ ମୋ ହେଲ୍ପଲାଇନ୍ ପରିବାର ନିରୀହ ଲୋକମାନଙ୍କୁ ସାହାଯ୍ୟ କରି ଏମିତି ପ୍ରଶଂସା ପାଇଥିଲା ଯେ ଦିଲ୍ଲୀର ପ୍ରୟାସ ଅନୁଷ୍ଠାନ ଆମକୁ ଖାଲି ଯେ ଧନ୍ୟବାଦ ଦେଇଥିଲେ ସେତିକି ନୁହେଁ, ତା ସହିତ ପ୍ରଥମ କରି କିଛି ଆର୍ଥିକ ସାହାଯ୍ୟ ମଧ୍ୟ ଆମକୁ କରିଥିଲେ। হায় রে জীবন, হায় রে জীবন। ମୋ ହେଲ୍ପଲାଇନ୍ ପରିବାର 2000 ମସିହାରେ ପ୍ରଥମ ଆନ୍ତର୍ଜାତିକ ମହିଳା ଫୁଟବଲ ମ୍ୟାଚର ଆୟୋଜନ କରି ଆସାମର ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ଉଦ୍ଦେଶ୍ୟରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ରିଲିଫ ଫଣ୍ଡକୁ ସମସ୍ତ ଅର୍ଥରାଶି ପ୍ରଦାନ କରି ଅନେକ ପ୍ରଶଂସା ଏବଂ ଆଦର ସାଉଁଟିଥିଲା। ଆରେ ତମମାନେ ସବୁ କୁଆଡେ ବାହାରିଛ? ଆମେ ସମସ୍ତେ କୋଣାର୍କ ମହୋତ୍ସବ ଦେଖିବା ପାଇଁ ଯାଉଛୁ, ତମେ ଯିବନି କି? କୋଣାର୍କ ମହୋତ୍ସବ ତମେ ଦେଖିବାକୁ ଯାଉଛ ସବୁ? କାହିଁ, ଆମେ କଣ ଚାହିଁଲେ ଆମ ନିମାପଡାରେ ନିମାପଡା ମହୋତ୍ସବ କରିପାରିବେନି କି? କଣ ନିମାପଡା ମହୋତ୍ସବ? ତା ମାନେ ଆମେ ନିମାପଡା ମହୋତ୍ସବ କରିବା? ଆଚ୍ଛା ଭାଇମାନେ, କାହା ପାଖରେ କେତେ ଟଙ୍କା ଅଛି ଆଗ ବାହାର କଲ। ଠିକ କଥା, ବାହାର କର। କର କର ବାହାର କର। ଆଚ୍ଛା ଫୁକାଇ, ଆମ ପାଖରେ ତ ପଇସା ନାହିଁ, ତମ ପାଖରେ କେତେ ଟଙ୍କା ଅଛି ବାହାର କଲ। କଲ 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 କଲ। ମାତ୍ର 75 ପଇସା? ଆରେ ପକେଟରେ ନାହିଁ ଧନ, ସପନ ଦେଖିବାକୁ ମନ। 75 ପଇସାରେ ଆମେ ଫେଷ୍ଟିଭାଲ କରିବା। 75 ପଇସାରେ ଫେଷ୍ଟିଭାଲ କରିବା? ଭାଇ ଅନେଲ, ଲୋକ ଦୁନିଆ ସାରା ଲୋକ ହସିବେ ରେ ଭାଇ। ଆରେ ସପନ ନୁହଁରେ, ତମମାନେ ସମସ୍ତେ ଯଦି ଏକାଠି ହୋଇପାରିବ ଏ କାମ ସତରେ ହୋଇପାରିବ। ଆରେ ଏଥିପାଇଁ ଏତେ ଟଙ୍କା ଆସିବ କୋଉଠୁ? ତମେ ଏତେ ବ୍ୟସ୍ତ ହୋଇ ପଡୁଛ କାହିଁକି? ନିମାପଡାର ପ୍ରତ୍ୟେକଟି ଘରେ ଘରେ ବୁଲି ଯିଏ ଯାହା ଦେଲା ସେଇଥିରେ ଆମେ ନିମାପଡା ମହୋତ୍ସବ କରିବା। ଆରେ ଭାଇ, ଏକଥା କଣ ସମ୍ଭବ ହେଇପାରିବ? ଆରେ ଭାଇ, ଆମେ ମାନେ ସମସ୍ତେ ଏକାଠି ହେଲେ ନିମାପଡା ମହୋତ୍ସବ ନିଶ୍ଚିନ୍ତ କରିପାରିବା। ତାହେଲେ ସମସ୍ତେ କଥା ଦିଅ। ଆମେ ସମସ୍ତେ କଥା ଦେଲୁ। ପୁରୀ ଜିଲ୍ଲାର ନିମାପଡ଼ାଠାରେ ହେଲ୍ପଲାଇନ୍ ନିମାପଡ଼ା ଦ୍ୱାରା ପ୍ରଥମ ନିମାପଡ଼ା ମହୋତ୍ସବ ନିମାପଡ଼ା ହାଇସ୍କୁଲ ପ୍ରାଙ୍ଗଣରେ ଉଦ୍ଘାଟନ ହୋଇସାରିଛି, ଯେଉଁଥିରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବାଇଧର ମଲ୍ଲିକ ମହୋଦୟ କମିଟିର ସଭାପତି ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଓଡ଼ିଶାର ଅନେକ ବିଲୁପ୍ତ ଲୋକକଳାକୁ କଳାକାରମାନେ ଅତି ନିଖୁଣ ଭାବରେ ପ୍ରଦର୍ଶନ କରି ଦର୍ଶକମାନଙ୍କ ମନ ମୋହିଥିଲେ। ହେଲ୍ପଲାଇନ୍ ନିମାପଡ଼ାର ସଭାପତି ନିଗମାନନ୍ଦ ସାହୁ ଓ ସମ୍ପାଦକ ରଞ୍ଜନ ପଟ୍ଟନାୟକ ବ୍ୟତୀତ ମହୋତ୍ସବ କମିଟିର ଉପଦେଷ୍ଟା ଭାବରେ ପ୍ରତିଷ୍ଠିତ ଶ୍ରୀ ଶରତ ସିଂଦେଓ, ଶ୍ରୀ ମହେନ୍ଦ୍ର